ଜାଗର ଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଥିଲା ଭଞ୍ଜନଗର ବହୁ ଶୈବପୀଠ। ସକାଳୁ ସକାଳୁ ଭଗବାନ ଶିବଙ୍କ ପୂଜା ନୀତିକାତି ଆରମ୍ଭ ହୋଇଯାଇଥିଲା। ସକାଳ ଧୂପ ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ଶିବମୟ ହୋଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି ତରଫରୁ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ସହ କିଛି ମନ୍ଦିରମାନଙ୍କରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ସହରର ପ୍ରସିଦ୍ଧ ବେଲେଶ୍ୱର, ବାଞ୍ଚେଶ୍ୱର, ରଘୁନାଥ ସ୍ୱାମୀ ତଥା ଜୀବେନେଶ୍ୱର ମନ୍ଦିରରେ ଶିବରାତ୍ର ଧୁମ୍ଧାମ୍ରେ ପାଳିତ ହୋଇଥିଲା। ଭକ୍ତମାନେ ମନ୍ଦିର ପରିସରରେ ଦୀପଦାନ କରିବା ସହ ପ୍ରଭୁ ଶିବଙ୍କ ପାଇଁ ନିର୍ଜଳ ଉପବାସ କରିଥିଲେ। ଭଞ୍ଜନଗର ଉପକଣ୍ଠ ବେଲେଶ୍ୱର ମନ୍ଦିର ପରିଚାଳନା ବିଡେକା ତରଫରୁ ଭକ୍ତମାନଙ୍କ ପାଇଁ ବ୍ୟାପକ ଭାବେ ବ୍ୟବସ୍ଥା କରିଥିଲେ। ଭକ୍ତମାନଙ୍କ ପାଇଁ ଜାଗର ପାଳନ ପାଇଁ ପ୍ରବଚନ ଓ ଭଞ୍ଜନଗର ଅଞ୍ଚଳରେ ଅଗ୍ରଣୀ ଓ ସଙ୍ଗୀତ ଏକାଡେମୀ ତରଫରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ପ୍ରଦୀପ ସ୍ୱାଇଁଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଆକର୍ଷଣୀୟ ଭଜନ କାର୍ଯ୍ୟକ୍ରମ। ଏହି ଶୁଭ ମୁହୂର୍ତ୍ତରେ ବିଡେକା ତରଫରୁ ପ୍ରଯୋଜିତ ଆସ ବୁଲିଯିବା ଘୁମୁସରକୁ ସିଡି ଉନ୍ମୋଚିତ ହୋଇଥିଲା। ସୂଚନାଯୋଗ୍ୟ, ଏହି ବର୍ଷ ଶିବରାତ୍ର ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଗ୍ରାମମାନଙ୍କରେ ଭକ୍ତମାନଙ୍କ ପାଇଁ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ସହ ହୋମଯଜ୍ଞ ସହ ଅନ୍ନପ୍ରସାଦ ବ୍ୟବସ୍ଥା କରିଥିଲେ। ଭକ୍ତଙ୍କ ସୁରୁଖୁରୁରେ ଭଗବାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ମନ୍ଦିରମାନଙ୍କରେ ଭଞ୍ଜନଗର ପୋଲିସ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା କରାଯାଇଥିଲା। ବିଭିନ୍ନ ମନ୍ଦିରମାନଙ୍କରେ ନୀତି ନିୟମ ଅନୁସାରେ ପୂଜା ଅର୍ଚ୍ଚନା ସହ ନିର୍ଘଣ୍ଟ ସମୟ ଅନୁସାରେ ମହାଦୀପ ଉଠିଥିଲା ଓ ଭକ୍ତମାନେ ଏହାକୁ ଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ଲାଭ କରିଥିଲେ। नमस्कार, मो अनंतराम पाढ़ी आमर ये चंद्रशेखर मंदिर सभापति ये आमर 2012 मसीह आज जाए अति निराडंबर पालन करा जाउछि। हजार हजार लोक भी आमर एठी उपस्थित होछन। आमर भी अन्न यज्ञ, भूत यज्ञ आ नाम यज्ञ ये सब व्यवस्था रहउछि। हरि ओम नमः शिवाय। श्री चंद्रशेखर महादेवाय नमः। श्री कृष्णचंद्राय नमः। ओम नमो भगवते वासुदेवाय नमः। भक्त सर्वस्वमानी आमर यही अनुष्ठान 2012 साल ठारू आरंभ होइछि। 2012 साल सुचारित रूपे चली नाम यज्ञ, गीता यज्ञ, अर्ण यज्ञ एवं भागवत यज्ञ आमर यही अनुष्ठान होछि। प्रतिवर्ष शिवरात्र रे बहु लोकंकर समागम होछि। एठे भारी संतुष्ट लगुछि। रुद्राभिषेक होछि, रात्र जागर होछि, दीप प्रज्वलन होछि। भंजनगररू पुरुषोत्तम महापात्रଙ୍କ रिपोर्ट, एवान ओडिशा।